ସକାଳୁ ଉଠିକିରି ଫୁଲ ତୋଳିବା ପାଇଁ ବାହାରକୁ ଗଲା ବେଳକୁ ଏଇ ଜିନିଷଟେ ଦେଖିଲି ଇଏ କ'ଣ? ଇଏ ହେଉଛି ଗୋଟେ ଡାହୁକର ଛୁଆ, ଯାହାକୁ କୁହନ୍ତି ହ୍ୱାଇଟ୍ ବ୍ରେଷ୍ଟେଡ୍ ୱାଟର ହେନ୍। ତଳେ ପଡ଼ିଛି, ତାକୁ ସେଠି ଉଠେଇକିରି ଆଣିଲି। ବାହାରେ ତ ଛାଡ଼ି ହେବନି, କାହିଁକିନା କୁକୁର କି ବିରାଡ଼ି ତାକୁ ଖାଇଦେଇ ପାରନ୍ତି। ଆଖିରେ ଯେତେବେଳେ ପଡ଼ିଲାଣି ତାକୁ ତ ରକ୍ଷା କରିବାକୁ ଚେଷ୍ଟା କରିବା ନା। ତା ମାଆ ସିଆଡ଼େ ବାହାରେ ପାଟି କରିକିରି ଖୋଜୁଛି। ମୁଁ ଦେଖିଲି, କ'ଣ କରିବି? ତାକୁ ଆଣିଲି ଭିତରକୁ ଆଣିକିରି ଯେଉଁ ଆମର ମୋଟର ସାଇକେଲ ଥୁଆ ହେଇଥିଲା ତାରି ଉପରେ ରଖି ଟିକେ ଆଉଁସା ଆଉଁସି କଲି। ପ୍ରକୃତରେ କ'ଣ ହେଇଛି ନା, ଆମର ଯେଉଁ ମେନ୍ ଗେଟ୍ ଉପରେ ମାଳତୀ ଗଛ ଗୋଟେ ମାଡ଼ିଛି, ତାରି ଭିତରେ ପ୍ରତିବର୍ଷ କେଉଁ ନା କେଉଁ ଚଢ଼େଇ ବସା କରନ୍ତି ଆଉ ଅଣ୍ଡା ଦିଅନ୍ତି, ଛୁଆ ଫୁଟନ୍ତି। ବୁଲବୁଲ, ଟେଲର ବାର୍ଡ଼, କପୋତ, ଏମିତି ସବୁ ପାରା, ଏମିତି ସବୁ ଚଢ଼େଇମାନେ ଅଣ୍ଡା ଦେଇକିରି ଛୁଆ ଫୁଟାନ୍ତି। ଏଇ ବର୍ଷ ଡାହୁକୁ ଅଣ୍ଡା ଦେଇକି ଛୁଆ ଫୁଟେଇଛି। ଯାହା ବି ହେଉ, ଛୁଆଟାକୁ ସେଠୁ କ'ଣ କରିବି, ତାକୁ ଧରିକିରି ଆମର ଯେଉଁ ଭିତରେ ଛୋଟ ଛୋଟ ସବୁ ଗଛ ଲାଗିଛି ଅଳ୍ପ ଉଚ୍ଚାର, ସେଇଠିକୁ ଠିଆକୁ ଚାଡ଼ିବି ବୋଲିକିରି ଭାବିଲି। ଏଇଠି ଗୋଟେ ରଙ୍ଗଣୀ ଗଛ ହେଇଛି, କାଠି ରଙ୍ଗଣୀ, ତାରି ଉପରେ ନେଇକିରି ତାକୁ ଛାଡ଼ିଲି। ଦେଖୁନାହାନ୍ତି କିନ୍ତୁ ଜୁଳୁ ଜୁଳିକିରି ଚାହିଁଛି। ଏବେ ବୋଧେ ତାର ନୂଆ ନୂଆ ଆଖି ଖୋଲିଛି ଆଉ ଡେଣା ଟିକେ ବାହାରିଛି, ତେଣୁକରି ଖଣ୍ଡି ଗୁଡ଼ା ଦେଇକି ତଳକୁ ପଡ଼ିଯାଇଛି। ଏଇ ଭିତରେ ତା ମାଆ ତାକୁ ଦେଖି ସାରିଲାଣି। ସେ ଜାଣି ସାରିଲାଣି ଯେ ମୁଁ ତାକୁ ଧରିଛି ବୋଲି ଏବଂ ଗଛ ଉପରେ ଛାଡ଼ିଛି ବୋଲି ମୋତେ ଦେଖି ସାରିଲାଣି। କିନ୍ତୁ ସେ ଆଉ ଗଛ ଉପରକୁ ଆସିବାକୁ ଇଚ୍ଛା କଲାନି। ସେ ତଳେ ତାର ବୋବେଇ ବୋବେଇକିରି ତଳେ ଗେଟ୍ ତଳ ବାଟେ ଭିତରକୁ ପଶିଲା। ମୁଁ ସେଠୁ ଭାବିଲି ଛୁଆଟିକି ତଳକୁ ନେଇକି ଛାଡ଼ିଦେବି ଆଉ। ଏ ଦେଖନ୍ତୁ ତା ମାଆ ବି ପାଟି କରୁଛି, ଛୁଆ ବି ଚେଁ ଚେଁ ହେଉଛି। ଅପେକ୍ଷା କଲି, କ'ଣ କରିବି? ଏଇ ତ ମାଆକୁ ଦେଖିକିରି ଛୁଆଟି ତା ପାଖକୁ ଯିବାକୁ ଚେଷ୍ଟା କଲା। ହେଲେ କ'ଣ ହେବ? ସେ ତ ଚାଲି ଶିଖିନି। ଘୁଷୁରି ଘୁଷୁରି ଯିବାକୁ ଚେଷ୍ଟା କରୁ କରୁ ଲେଉଟି ପଡ଼ିଲା। ଭାରି ବ୍ୟସ୍ତ ଲାଗୁଥାଏ, କିନ୍ତୁ ମୁଁ ତ କିଛି କରିପାରିବିନି। ସେଠୁ ମୁଣ୍ଡରେ ପଶିଲା, ଆରେ ତାକୁ ମୁଁ ଉପରକୁ ଯାଇକରି ଯଦି ବାଲକୋନିରୁ ସେଇ ମାଳତୀ ଲଟା ଭିତରେ ଛାଡ଼ିଦେବି, ତାହେଲେ ହୁଏତ ତା ମାଆ ତାକୁ ନେଇଯିବ। ସେଠୁ ଉପରକୁ ଗଲି। ଉପରକୁ ଯାଇକରି ତା ବସାଟା ଦେଖିବାକୁ ଚେଷ୍ଟା କଲି କେଉଁଠି ଅଛି ବୋଲି, କିନ୍ତୁ ଦେଖାଗଲାନି। ସିଏକୁ ଦେଖେଇକିରି ବସା କରିବ ଯେ, ତା ଭିତରେ କେଉଁଠି ବସା କରିଥିବ। ଏଇ ଦେଖନ୍ତୁ, ଇଏ ଗୋଟେ ବୁଲବୁଲ ଛୁଆ, ଗଲା ବର୍ଷ ଏମିତି ପଡ଼ିଯାଇଥିଲା। ସେଠୁ ଏଇ ଛୁଆଟିକି ନେଇକିରି ମୁଁ ବାଲକୋନିରୁ ସେ ଲଟା ଭିତରକୁ ଛାଡ଼ିଦେଲି। ତେଣିକି ତା ଭାଗ୍ୟ, ମୁଁ ଯାହା ଉଚିତ ମନେ କଲି ତାହା କଲି।